ଜାଗାର ପରିଶ୍ରମ ସାଙ୍ଗମାନେ ବାଧିବନି କଣ ପାଇଁ କହିଲେ ଆପଣ ମାନେ ଭାବିଥିବା କାମଟା ଯଦି କମ୍ପ୍ଲିଟ ହେଇଯିବ ତାହେଲେ ସେ ପରିଶ୍ରମଟା ମଣିଷ ଭୁଲିଯାଏ କିନ୍ତୁ କଣ ହବ ଆମେ ସକାଳୁ କାମଧନ୍ଦା ସାରି କେତେବେଳେ ଅପେକ୍ଷା କରୁଛୁ ଟିକେ ପାଗ ଦେଲେ ବାହାରକୁ ଯାଇକି ଖୁସିର ଚ୍ୟାନେଲ ପାଇଁ ଭିଡିଓ ସୁଟିଂ କରିବୁ କିନ୍ତୁ କଣ ହବ ଦିନ ଦିଟା ହେଲା ମାନେ ବର୍ଷାଟା ଖାଲି ପାଗ ଭଳିଆ ମାଡି ଆସୁଛି ଦେଖୁନାହାନ୍ତି ପୁରା ଏଇଠି ଆମର ପୁରା ସମୁଦ୍ର ଭଳିଆ ପାଣି କେମିତି ଜମିଗଲାଣି କେତେ ଜୋର ବର୍ଷା ହଉଛି ସେ ଯାହା ହଉ ବହୁତ ସମୟ ଅପେକ୍ଷା କଲା ପରେ ଆମେ ଭାବିଲୁ ଖାଇଦବୁ ଆଉ ଖାଦ୍ୟରେ ଆଜି ମୋର ହେଇଥିଲା ସାତ୍ବିକ ଭୋଜନ ଭାତ ଡାଲମା ଆଳୁ ଭର୍ତ୍ତା ଆଉ ବାଡି କଖାରୁ ଭଜା ଆଉ ପାମ୍ପଡ ଆଉ ଦହି ବାଇଗଣ ଏଇ ଦହି ବାଇଗଣଟା କୁଆଡେ ରହିଗଲା କେଜାଣି ଭୁଲିଗଲି ପଛକୁ ରହିଗଲା ବୋଧେ ସେ ଯାହା ହଉ ଅପେକ୍ଷା କଲା ପରେ 4ଟା ବେଳକୁ ଟିକେ ପାଗ ଦେଲା ଆମେ ପୁଣି ଯାଇକି କଲେଜ ଜାଗାରେ ଟିକେ ଚାଲିଗଲୁ ସୁଟିଂ କରିବା ପାଇଁ ସେଠି ପୁଣି 5-10 ମିନିଟ୍ ହେଇଛି ପୁଣି ପାଗଟା କଅଁଳିଆ ହେଇଗଲା ମାନେ ଖରାଟା କମିଗଲା ପୁଣି ସେଇ ଅବସ୍ଥା ଆଉ ଛାଡ ମନ ଦୁଃଖରେ ସେଇଠୁ ଆସିଲୁ ତାପରେ ରାତିରେ ମୋର ରୋଷେଇ ହେଲା ରୁଟି ଆଉ ତଡକା ମାନେ ସାଧା ତଡକା କିନ୍ତୁ ଏତେ ମତେ ନିଦ ଲାଗୁଥାଏ ଯେ ମୋର ଆଉ ଧୈର୍ଯ୍ୟ ନଥାଏ ଭିଡିଓ ସୁଟିଂ କରିବା ପାଇଁ ତ ସାଙ୍ଗମାନେ ଯାହା ହଉ ପଛେ ଆପଣମାନଙ୍କୁ ଏତିକି ଭିଡିଓ ସୁଟିଂ କରିକି ଦେଖେଇ ପାରିଲି ଆଉ ଆମର ଗୃହିଣୀମାନଙ୍କ ଜୀବନ ନା କୋଉ ସିକ୍ୟୁରିଟି ଗାର୍ଡ ଟୁ କମ ନୁହେଁ ବାକି ସବୁ ଆପଣ ବୁଝିପାରୁଥିବେ ରହିଲି ଭିଡିଓ ଭଲ ଲାଗିଲେ ଲାଇକ୍ ସେୟାର କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଜୟ ଜଗନ୍ନାଥ।